ପିଲାମାନେ ଆଜି ଆମେ ବିଭାଜ୍ୟତା ପରୀକ୍ଷା ବିଷୟରେ ଜାଣିବା। ଦେଖ, 2 ଦ୍ୱାରା ବିଭାଜ୍ୟତାର ସୂତ୍ର କ'ଣ? ନା 2 ଦ୍ୱାରା ବିଭାଜ୍ୟ କେଉଁ ସଂଖ୍ୟା ହେବ? ନା ଯେଉଁ ସଂଖ୍ୟାର ଏକକ ଘରେ 0, 2, 4, 6, 8 ଥାଏ ସେ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ। এই 2 ଦ୍ୱାରା ବିଭାଜ୍ୟରେ এই ସୂତ୍ରଟି ଆମେ କେମିତି ପାଇଲେ? 0, 2, 4, 6, 8 ନା ଯଦି ଗୋଟେ 3 ଅଙ୍କ ବିଶିଷ୍ଟ ସଂଖ୍ୟା ନିଆଯାଏ ଏ ବି ସି, ତାକୁ ଆମେ ବିସ୍ତାରିତ କରି ଲେଖିଲେ ହେବ କ'ଣ? ନା 100a ଯୁକ୍ତ 110 b ପ୍ଲସ୍ ସି ହେବ। ଆଚ୍ଛା, ବର୍ତ୍ତମାନ 2 କମନ୍ ନେଇ ଆସିଲେ କ'ଣ ହେଇଯିବ? ନା 50a ପ୍ଲସ୍ 5b ପ୍ଲସ୍ ସି ହେଇଯିବ। ଦେଖ, ଇଏ ସଂଖ୍ୟାଟି ବର୍ତ୍ତମାନ କ'ଣ? ନା 2 ଦ୍ୱାରା ବିଭାଜ୍ୟ ହେଇଯିବ। କେଉଁଟା ହେଇଯିବ? ନା 2 × 50a ପ୍ଲସ୍ 5b 2 ଦ୍ୱାରା ବିଭାଜ୍ୟ ହେଇଗଲା। କିନ୍ତୁ ସିଟା ବିଭାଜ୍ୟ ହେବା ପାଇଁ ହେଲେ କ'ଣ କ'ଣ ରହିଲେ ଯାଇ ବିଭାଜ୍ୟ ହେବ? ନା 0, 2, 4, 6, 8 यानी 2 ଦ୍ୱାରା ବିଭାଜ୍ୟ ହେଉଥିବା ସଂଖ୍ୟାଟିଏ ଅଙ୍କଟିଏ ରହିବା ଦରକାର। ତେଣୁକରି ଏଇ ଅଙ୍କ ଗୁଡ଼ିକ ରହିଲେ ସିଏ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ ହେଇଯିବ। ଆଚ୍ଛା, ଗୋଟେ ଉଦାହରଣ ନେଇଛେ 532। ତାହେଲେ 532 କି କେମିତି ଆମେ ବିଭାଜ୍ୟ ହେଉଛି ଦେଖିବା। ଆର ଏକ ଘରେ 2 ଅଛି, ଆକୁ ଆମେ ହରିଦେଲେ 2 ଦ୍ୱାରା କେତେ ହେଇଯିବ? 2 ଦୁଣେ 4, 5 4 ହେଲେ 1, ତାର ଓହ୍ଲେଇଲା 13, 2 ପଞ୍ଚା 10, 212, ଏଇଠି 6 ଦିଆହେବ 112, 3 2 ହେଲା 1, ପୁଣି ଓହ୍ଲେଇଲା 2 12, 212 ପାଇଲେ କେତେ? 0 ହେଇଗଲା ଭାଗ ଶେଷ, ଏଇଟା ହରି ହେଇଗଲା। ତାମାନେ ଉତ୍ତର ଆସିଲା କେତେ? 266 ନାଇଁ କି? ସେମିତି 658କୁ ମଧ୍ୟ ତୁମେ ଦେଖିବା। 658 ଆକୁ 2 ଦ୍ୱାରା ବିଭାଜ୍ୟ କରିବା, ହେଉଛି ନା ନାହିଁ? 2 3 6 ପଳେଇଲା। ଆର ଏକ ଘରେ 8 ଅଛି, କିନ୍ତୁ ଏଇଟା ହେଇଯିବ 2 ଦ୍ୱାରା ବିଭାଜ୍ୟ। ଆକୁ ଦେଖିବା ହେଉଛି ନା ନାହିଁ। ତାହେଲେ ପୁଣି ଓହ୍ଲେଇଲା 5, 2 ଦୁଣେ 4, 5 4 ହେଲେ 1, ଓହ୍ଲେଇଲା 18, 2 ନୂଆ 18 ହେଇଗଲା ନା ନାହିଁ ବିଭାଜ୍ୟ? ତେଣୁକରି ଯେଉଁ ଅଙ୍କର ଏକକ ଘର ଅଙ୍କଟି କ'ଣ ଥିବ? 0 2 4 6 8, ତାହେଲେ ସେ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ ହେଇଯିବ। ବର୍ତ୍ତମାନ ଆମେ ଦେଖିବା ତିନି ଦ୍ୱାରା ବିଭାଜ୍ୟ ସୂତ୍ର। 3 ଆଉ 9ର ଏକା ପ୍ରକାରିଆ ବିଭାଜ୍ୟ ସୂତ୍ର ଏକା ପ୍ରକାରିଆ। ତେଣୁକରି ଆମେ କ'ଣ କରିଦେବା? 3 ଓ 9କୁ କେମିତି ବିଭାଜ୍ୟ ହେଉଛି ଦେଖିବା। ସେ କ'ଣ କହୁଛି? ନା ଯେଉଁ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି 3 କିମ୍ବା 9 ଦ୍ୱାରା ବିଭାଜ୍ୟ ହେଲେ ସଂଖ୍ୟାଟି ଯଥାକ୍ରମେ 3 କିମ୍ବା 9 ଦ୍ୱାରା ବିଭାଜ୍ୟ ହେବ। ତାମାନେ ତାର ଅଙ୍କମାନଙ୍କର ସମଷ୍ଟି କେତେ ହେବା ଦରକାର? ନା 3 ଦ୍ୱାରା ବିଭାଜ୍ୟ ହେଇଥିଲେ 3 ଦ୍ୱାରା ବିଭାଜ୍ୟ ହେବ। ଯଦି ଅଙ୍କମାନଙ୍କର ସମଷ୍ଟି 9 ଦ୍ୱାରା ବିଭାଜ୍ୟ ହେବ ତାହେଲେ 9 ଦ୍ୱାରା ବିଭାଜ୍ୟ ହେବ। ଚାଲ ଦେଖିବା ଏ କେମିତି ହେଉଛି। ଦେଖ, ଆମେ 3 ଅଙ୍କ ବିଶିଷ୍ଟ ସଂଖ୍ୟାଟିଏ ନେଇଛେ ଏ ବି ସି, ଏବଂ ତାକୁ ଆମେ ଲେଖିପାରିବା ବିସ୍ତାରିତ କରି 100a ଯୁକ୍ତ 110 b ଯୁକ୍ତ ସି। ତାକୁ ଦେଖ, ପୁଣି ଯଦି ମୁଁ ଭାଙ୍ଗିଦେବି 100aକୁ, କ'ଣ ହେବ? ନା 99a ପ୍ଲସ୍ a ଯେ 100a, ପୁଣି ସେ 10କୁ ଭାଙ୍ଗିଦେଲେ 9b ପ୍ଲସ୍ b, ଏ ହେଲା 10b ପ୍ଲସ୍ ସି ହେଇଗଲା। ବର୍ତ୍ତମାନ କ'ଣ ହେବ? ନା ଦେଖ, ଆକୁ ସବୁ ଅଲଗା କରିଦେବା। 19a ପ୍ଲସ୍ 9b, ତାପରେ ଏ ବି ସି, ଏ ପ୍ଲସ୍ ବି ପ୍ଲସ୍ ସି ହେଇଗଲା। ବର୍ତ୍ତମାନ ଦେଖ, ଏଇ ସଂଖ୍ୟା ଗୁଡ଼ାକ ଦେଖ, 99a ଆଉ 9b, ଏ ଦୁଇଟା ଯାକ 3 ଦ୍ୱାରା ବିଭାଜ୍ୟ ହେଇଯିବ ନା ନାହିଁ? ଦେଖ, ଏ 9 କମନ୍ ନେଇ ଆସିଲେ କେତେ ହେଲା? 11a ପ୍ଲସ୍ b, ଯିଏ 9 ଦ୍ୱାରା ବିଭାଜ୍ୟ ହେବ ସିଏ ମଧ୍ୟ 3 ଦ୍ୱାରା ବିଭାଜ୍ୟ ହେଇଯିବ, ପ୍ଲସ୍ ଏ ବି ସି। ବର୍ତ୍ତମାନ କେବଳ ଏ ପାର୍ଟଟା କ'ଣ ହେଇଯାଇଛି? ଏ ପାର୍ଟଟା ତୁମର
3 ବା 9 ଦ୍ୱାରା ବିଭାଜ୍ୟ ହେଇଯିବ। କେବଳ ଏଇ ପାର୍ଟଟା ଯଦି ବିଭାଜ୍ୟ ହେଇଯିବ ତାହେଲେ ଟୋଟାଲ ସଂଖ୍ୟାଟି 3 ବା 9 ଦ୍ୱାରା ବିଭାଜ୍ୟ ହେଇଯିବ। ତେଣୁକରି କ'ଣ ସେ କହିଲା ନା ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି ଏ ବି ଆଉ ସି ର ସମଷ୍ଟି ଯଦି 3 ଦ୍ୱାରା ବିଭାଜ୍ୟ ହେଇଗଲା 3 ଦ୍ୱାରା ବିଭାଜ୍ୟ ହେଇଯିବ ସଂଖ୍ୟାଟି, ଯଦି 9 ଦ୍ୱାରା ବିଭାଜ୍ୟ ହେଲା 9 ଦ୍ୱାରା ବିଭାଜ୍ୟ ହେଇଯିବ ସଂଖ୍ୟାଟି। ଏଇଥିରୁ ଆମେ ଏଇ ସୂତ୍ରଟି ଜାଣିଲେ। ଏବେ ଉଦାହରଣ ଗୋଟେ ନେବା 135। 135ରେ ତାର ଅଙ୍କମାନଙ୍କର ସମଷ୍ଟି ନେଇଗଲେ 1 ଯୁକ୍ତ 3 ଯୁକ୍ତ 5 + 3 = 9। 9 ଦ୍ୱାରା ଏ ସଂଖ୍ୟା ବିଭାଜ୍ୟ ହେଇଯିବ ଆଉ 3 ଦ୍ୱାରା ମଧ୍ୟ ଏ ସଂଖ୍ୟାଟି ବିଭାଜ୍ୟ ହେଇଯିବ। ଦେଖିବା ସେ ହେଉଛି ନା ନାହିଁ। ଆଚ୍ଛା ଦେଖ, ଦେଖ 135 ତା ଦେହରେ କେତେ ହରିବା 3ରେ ମଧ୍ୟ ହେବ 9ରେ ହେବ। ଆଗେ 3ରେ ଦେଖିଦେବା। 3ରେ ହେଲେ କେତେ ହେବ 3 ଚଉ 12 3 ପଞ୍ଚା 15 4 ଖାଇବ 3 2 ହେଲେ 1 15 ହେଇଗଲା 3 ପଞ୍ଚା 15 ହେଇଗଲା। ବର୍ତ୍ତମାନ ଏ ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ହେଇଗଲା। ବର୍ତ୍ତମାନ ଆମେ ଦେଖିବା 9 ଦ୍ୱାରା ଏ ସଂଖ୍ୟାଟି ବିଭାଜ୍ୟ ହେଉଛି ନା ନାହିଁ। 135 ହରଣ 9 9ରେ ହେବ ନା ନାହିଁ 13 9 କେ 9 9 ଦୁଣେ 18 ବଡ଼ ହେଇଯିବ 9 କେ 9 ଦେଇଦେବା। ଓହ୍ଲେଇଲା କେତେ 4 ଓହ୍ଲେଇଲା 5 9 ପଞ୍ଚା 45। ବର୍ତ୍ତମାନ ହେଇଗଲା 0। ବୁଝିହେଲା ନା ନାହିଁ। ବର୍ତ୍ତମାନ 9 ଦ୍ୱାରା ମଧ୍ୟ ସଂଖ୍ୟାଟି ବିଭାଜ୍ୟ ହେଇଗଲା। ଆଚ୍ଛା ବର୍ତ୍ତମାନ ଆମେ ଯିବା ଏମିତି ଆଉ ଯେତେ ସଂଖ୍ୟା ନେବ ସେ ସେଇ ଅନୁସାରେ ହେଇଯିବ ବିଭାଜ୍ୟ। ଆଚ୍ଛା ଗୋଟେ ଏକ୍ଜାମ୍ପଲ୍ ଆଉ ଗୋଟେ ନେବା। ଇଏ ବର୍ତ୍ତମାନ ମିଶାଇ ଦେଲେ କେତେ ହେଇଯିବ 5 2 7 5 12। 12ଟା କାହା ଦ୍ୱାରା ବିଭାଜ୍ୟ 3 ଦ୍ୱାରା ବିଭାଜ୍ୟ 9 ଦ୍ୱାରା ବିଭାଜ୍ୟ ନୁହେଁ। ତେଣୁ 9 ଦ୍ୱାରା ବିଭାଜ୍ୟ ଯେହେତୁ ନୁହେଁ ତାହେଲେ ଇଏ 9 ଦ୍ୱାରା ବିଭାଜ୍ୟ ହେବନି, କେବଳ 3 ଦ୍ୱାରା ବିଭାଜ୍ୟ ହେବ। ଏଇଟା ଦେଖ ଏଇଟା ହରିକି 3 3 କେ 3 5 3 ହେଲା 2 ଓହ୍ଲେଇଲା 2 22 3 18 3 7 21 3 7 ଖାଇବ 3 7 21 2 ହେଲା 1 ଓହ୍ଲେଇଲା 15 3 ପଞ୍ଚା 15। ବର୍ତ୍ତମାନ ଏ ସଂଖ୍ୟାଟି ତୁମର କାହା ଦ୍ୱାରା ବିଭାଜ୍ୟ ହେଇଯାଉଛି 3 ଦ୍ୱାରା ବିଭାଜ୍ୟ ହେଇଯାଉଛି। ତାକୁ ଦେଖିବା ସେଟା 9 ଦ୍ୱାରା ବିଭାଜ୍ୟ ହେଉଛି ନା ନାହିଁ। ଦେଖିବା 9 ଦ୍ୱାରା ତ ହେବନି ଆଉ 9 ପଣିକିଆରେ 52 ଧରିବା 9 ପଞ୍ଚା 45 954 954 9 ପଞ୍ଚା 45 12ରୁ 5 ଗଲେ 7 7 1 2 4 0 ଓହ୍ଲେଇଲା 5 75 9 ପଣିକିଆରେ 75 ଅଛି 9 ପଞ୍ଚା 45 954 9 7 63 9 72 9 81 ବଡ଼ ହେଇଯିବ 9ଟା ଦିଆହେବ 72 5 2 ଗଲେ 3 ଛିଣ୍ଡିଲାନି। ତେଣୁକରି ଇଏ 9 ଦ୍ୱାରା ବିଭାଜ୍ୟ ନୁହେଁ। ବୁଝିହେଲା ପିଲାମାନେ। ଏଣିକି ତୁମେମାନେ କରିଦେବ। ବର୍ତ୍ତମାନ ଆଚ୍ଛା ଏଇଠି ଗୋଟେ ନୋଟ୍ ଆମେ ଲେଖିବା କ'ଣ ନା ଯେଉଁ ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ ସେ 3 ଦ୍ୱାରା ବିଭାଜ୍ୟ ହେଇଯିବ, କିନ୍ତୁ ଯେଉଁଟା 3 ଦ୍ୱାରା ବିଭାଜ୍ୟ ସେ 9 ଦ୍ୱାରା ବିଭାଜ୍ୟ ହେଇପାରେ ଆଉ ହେଇ ବି ନପାରେ। ଆଚ୍ଛା ବର୍ତ୍ତମାନ ଏଇଟା ତୁମର ପାଇଁ ଥିଲା ଗୋଟେ ନୋଟ୍। ବର୍ତ୍ତମାନ 4 ଦ୍ୱାରା ବିଭାଜ୍ୟ ସୂତ୍ର କ'ଣ ନା ସେ କ'ଣ କହୁଛି ଆମେ ଗୋଟେ 3 ଅଙ୍କ ବିଶିଷ୍ଟ ସଂଖ୍ୟା ନେଇଯିବା, ତାକୁ ବିସ୍ତାରିତ କରି ଲେଖିଲେ ହେବ କେତେ 100a + 10b + c। ବର୍ତ୍ତମାନ ସେଟା ହେଇଯିବ 100କୁ ଆମେ ଲେଖିପାରିବା 25 ଚଉ 100 25 × 4 × a ପ୍ଲସ୍ 10b + c। ଏଇଠି ଦେଖ এইটি ফার্স্ট পার্টটা 25 × 4 এইটা তো 4 দ্ୱାରା বিভাଜ୍ୟ ହେଇଯିବ 4ର ଗୁଣିତକ ଯେହେତୁ ଅଛି, କିନ୍ତୁ 10b + c এইটা ଯଦି 4 ଦ୍ୱାରା ବିଭାଜ୍ୟ ହେଇଯିବ ତାହେଲେ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ ହେଇଯିବ। ସେଇଟା କିଏ ସେ
ନା ଦଶକ ଘର ଆଉ ଏକ ଘରକୁ ନେଇ ଗଠିତ ସଂଖ୍ୟାଟି। ତେଣୁକରି ସୂତ୍ରଟି ଆମେ କ'ଣ ପାଇଲେ ନା ଯେଉଁ ସଂଖ୍ୟାର ଦଶକ ଓ ଏକକ ଘରକୁ ନେଇ ଗଠିତ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ ସେହି ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ। ଏଥିରୁ ଆମେ ଏଇଆ ପାଇଲେ। ଏବେ ଗୋଟେ ଉଦାହରଣ ନେଇ ଦେଖିବା 828। ଆର ଏକ ଘର ଅଙ୍କଟି କିଏ ସେ ଏକକ ଆଉ ଦଶକୁ ନେଇ ଗଠିତ ସଂଖ୍ୟାଟି ହେଲା କେତେ 28। 28ଟା ବର୍ତ୍ତମାନ 4 ଦ୍ୱାରା ବିଭାଜ୍ୟ, ତେଣୁ 828ଟା 4 ଦ୍ୱାରା ବିଭାଜ୍ୟ। ତାକୁ ପରୀକ୍ଷା କରିବା ପାଇଁ 828 ହରଣ 4। ଆଚ୍ଛା 4 ଦୁଣେ 8 ଓହ୍ଲେଇଲା 2 ହରଣ ନ ପାଇଦେଲା 0 ଓହ୍ଲେଇଲା 8 28 4 7 28। ଏଇଟା ବିଭାଜ୍ୟ ହେଇଗଲା ନା ନାହିଁ? ଆଚ୍ଛା ସେମିତି କ'ଣ କରିବା ନା ଆଉ ଗୋଟେ ଦେଖିବା ଆମର 4 ଦ୍ୱାରା ବିଭାଜ୍ୟ ହେଉଛି ନା ନାହିଁ 532। ଦେଖ ଲାଷ୍ଟ ଦୁଇଟାକୁ ନେଇକରି ଗଠିତ ସଂଖ୍ୟାଟି କେତେ ହେଲା 32। ଦଶକ ଆଉ ଏକ ଘର ଅଙ୍କଟି 32। ଏଇଟା 4 ପଣିକିଆରେ ଅଛି ନା ନାହିଁ 4 ଅଷ୍ଟା 32। ତେଣୁକରି ଇଏ 4 ଦ୍ୱାରା ବିଭାଜ୍ୟ ହେଇଯିବ ଏଇ ସଂଖ୍ୟାଟି। ଦେଖ 532କୁ 4 ଦ୍ୱାରା ବିଭାଜ୍ୟ କରିବା। 4 କେ 4 5 4 ହେଲେ 1 3 4 3 12 1 ଓହ୍ଲେଇଲା 2 12 4 3 12 0 ହେଇଗଲା। ବର୍ତ୍ତମାନ ଏଇଟା ବିଭାଜ୍ୟ ହେଇଗଲା ତୁମେ ଜାଣିଲ। ତେଣୁ ଇଏ 4 ଦ୍ୱାରା ବିଭାଜ୍ୟ। ଏମିତି ତୁମେମାନେ ବିଭାଜ୍ୟ ପରୀକ୍ଷା କରିକିରି ଜାଣିପାରିବ। ବର୍ତ୍ତମାନ ଦେଖିବା 5 ଦ୍ୱାରା ବିଭାଜ୍ୟ ସୂତ୍ର। 5 ଦ୍ୱାରା ବିଭାଜ୍ୟ ସୂତ୍ର କେମିତି ହେଉଛି ଦେଖିବା। ଯେଉଁ ସଂଖ୍ୟାର ଏକକ ସ୍ଥାନ ଅଙ୍କଟି କ'ଣ ଥିବ 0 ଆଉ 5 ଥିବ ତାହେଲେ ସେ ସଂଖ୍ୟାଟି 5 ଦ୍ୱାରା ବିଭାଜ୍ୟ। এই ସୂତ୍ରଟି କେମିତି ଡିରାଇଭ୍ ହେଇଛି ଦେଖିବା। এই ସୂତ୍ରଟି କେମିତି ବାହାରିଛି ତାକୁ ଦେଖିବା। ଗୋଟେ 3 ଅଙ୍କ ବିଶିଷ୍ଟ ସଂଖ୍ୟା ନେଲେ ABC ଆଉ ସେ ସଂଖ୍ୟାଟିକୁ ବିସ୍ତାରିତ କରି ଲେଖିଲେ ହେଇଯିବ 100 10B + C। ଏଟାକୁ 100ଟାକୁ ଲେଖିପାରିବା 5 × 20, 10କୁ ମଧ୍ୟ 5 × କ'ଣ 2B। ଏଠି 20 ଏଟା ଟିକେ ଛାଡ଼ି ହେଇଯାଇଛି, ଏଠି ଗୋଟେ ଲେଖା ହେବ। ଏଇଟା ବର୍ତ୍ତମାନ କ'ଣ ହେବ ନା ଦେଖ ଇଏ 5 ଦ୍ୱାରା ବିଭାଜ୍ୟ, ଇଏ ବି 5 ଦ୍ୱାରା ବିଭାଜ୍ୟ। ତେଣୁକରି ବାକି ରହିଲା କିଏ ସିଟା କେତେବେଳେ 5 ଦ୍ୱାରା ବିଭାଜ୍ୟ ହେବ ନା ଯଦି 0 ଆଉ 5 ଥିବ ଏକକ ତା ସି ଜାଗାରେ, ତାମାନେ ସେଠି ହେଇଯିବ କେତେ ଯେଉଁ ଅଙ୍କର ଏକକରେ 0 ଆଉ 5 ଥିବ। ଦେଖ 280 ଅଛି, ଏଟା ଏକକ ଘରେ 0 ଅଛି। ବୁଝିଗଲା ପିଲାମାନେ? ତାହେଲେ ଦେଖ 280 ଆର ଏକକ ଘରେ 0 ଅଛି, ତେଣୁକରି ଇଏ 5 ଦ୍ୱାରା ବିଭାଜ୍ୟ ହେଇଯିବ। ତୁମେ ହରିକି ଦେଖ ହେଉଛି ନା ନାହିଁ। 280କୁ 5 ଦ୍ୱାରା ହରିଦିଅ। 5 4 20 5 25 530 530 ହେଇଯାଉଛି। 5 5 ଖାଇବ 25। ବର୍ତ୍ତମାନ 28ରୁ 8ରୁ 5 ଗଲେ 3 ଓହ୍ଲେଇଲା 0 30। ତାହେଲେ 530 ଆକୁ ହେଇଗଲା। ବର୍ତ୍ତମାନ ଇଏ ବୁଝିଗଲା ନା ନାହିଁ? 5 ଦ୍ୱାରା ବିଭାଜ୍ୟ ହେଇଗଲା। ଏଇଟା ଦେଖିବା 585 585 এইটাକୁ ଦେଖ 5 ଦ୍ୱାରା ହେଉଛି ନା ନାହିଁ? ଦେଖ 5 କେ ପଣିକିଆରେ ନେଲେ 5 କେ 5 এইটা ହେଇଗଲା ଓହ୍ଲେଇଲା 8 5 କେ 5 5 ଦୁଣେ 10 ବଡ଼ ହେଇଯିବ 5 କେ 5 8ରୁ 5 ଗଲେ 3 ଓହ୍ଲେଇଲା 5 35 5 7 35। ବୁଝିହେଲା ନା ନାହିଁ? ବର୍ତ୍ତମାନ ଏଇଟା 5 ଦ୍ୱାରା ବିଭାଜ୍ୟ ହେଇଗଲା। ବର୍ତ୍ତମାନ ସେଇଟା ତ ଗଲା। ବର୍ତ୍ତମାନ ଆଉ ଲାଷ୍ଟଟା ରହିଛି 390। ତାର ଏକକରେ 0 ଅଛି, ସେ 5 ଦ୍ୱାରା ବିଭାଜ୍ୟ ହେଇଯିବ। ତୁମେମାନେ ଏଇଟାକୁ ହରିକି ନିଜେ ଦେଖିଦେବ। ଠିକ୍ ଅଛି, ଚାଲ ନେକ୍ସଟକୁ ଯିବା। ଏବେ ଆସ ଦେଖିବା ପିଲେ 6 ଦ୍ୱାରା ବିଭାଜ୍ୟତା ସୂତ୍ର। 6 ଦ୍ୱାରା ବିଭାଜ୍ୟ କ'ଣ ହେବ କି ନା ଦେଖ ତୁମେ ଜାଣିଛ ଯେଉଁ ସଂଖ୍ୟାଟି 2 ଓ 3 ଦ୍ୱାରା ବିଭାଜ୍ୟ ହେଇଯିବ ସେ 6 ଦ୍ୱାରା ବିଭାଜ୍ୟ ହେଇଯିବ। ଉଭୟ
2 ଆଉ 3 ଦ୍ୱାରା ବିଭାଜ୍ୟ ହେଇଯାଉଥିବ। ତାହେଲେ 6ର ଗୁଣିତକ ସବୁ କିଏ? ଏଇ 6ର ଗୁଣନୀୟକ 2 ଆଉ 3। ତେଣୁ ଏଇ ଦୁଇଟା ସଂଖ୍ୟା ଦ୍ୱାରା ଯିଏ ବିଭାଜ୍ୟ ହେବ ସେ 6 ଦ୍ୱାରା ବିଭାଜ୍ୟ ହେଇଯିବ। ଆଚ୍ଛା ଏକ୍ଜାମ୍ପଲ୍ ନେଇକି ଦେଖିବା 30। 2 କ ପଣିକିଆରେ 30 ଅଛି ନା ନାହିଁ? 2 ଦ୍ୱାରା 15 ଦୁଣେ 30। ଆଉ 3ରେ ବି ଇଏ କଟିଯିବ, 3 10 30। ଇଏ 6ରେ ମଧ୍ୟ କଟିଯାଉଛି, 6 5 30। 48 ଦେଖିବା, 48ଟା ହେଉଛି ନା ନାହିଁ? 48 ହେଲେ 2 କ ପଣିକିଆରେ 48 ଛିଣ୍ଡୁଛି ନା ନାହିଁ? 2 ଦୁଣେ 4 8 8 24। 24 ଦୁଣେ 48 24। ଆଚ୍ଛା ଆଉ ଗୋଟେ କ'ଣ ହେବ? 3 ଦ୍ୱାରା କେତେ ହେଇଯିବ? 3 ଦ୍ୱାରା ହେଉଛି ନାହିଁ କେମିତି ଜାଣିବ? ଦେଖ 8 4 12 ସଂଖ୍ୟା ଦୁଇଟାକୁ ମିଶାଇଲେ ଅଙ୍କ ଦୁଇଟାକୁ 3 ଦ୍ୱାରା ବିଭାଜ୍ୟ, ତେଣୁକରି ଏଇଟା 3 ଦ୍ୱାରା ବିଭାଜ୍ୟ। 3 ହେଲେ 16 3 48। ଇଏ 16 କ ପଣିକିଆରେ ଅଛି, ତେଣୁକରି ଇଏ ଦୁଇଟା 6ରେ ବିଭାଜ୍ୟ ହେବ। 6 କ ପଣିକିଆରେ 6 7 42 6ଟା 48 6ଟା 48। ତେଣୁ ଇଏ 6ରେ ମଧ୍ୟ ବିଭାଜ୍ୟ ହେଇଯିବ। ସେଇଭଳି ଭାବରେ ତୁମେ ନେଇକିରି ଦେଖିପାରିବ 6 ଦ୍ୱାରା ବିଭାଜ୍ୟ ସୂତ୍ର। ଏବେ ପିଲେ ଆମେ ଯିବା 8 ଦ୍ୱାରା ବିଭାଜ୍ୟ ସୂତ୍ର, ବିଭାଜ୍ୟତା ପରୀକ୍ଷା କେମିତି କରିବା। ଆର ସୂତ୍ରଟି ହେଉଛି ଯେଉଁ ସଂଖ୍ୟାର ଶତକ ଦଶକ ଆଉ ଏକକ ଘରକୁ ନେଇ ଗଠିତ ସଂଖ୍ୟା। 4ରେ ହେଇଥିଲା କ'ଣ? ଦଶକ ଆଉ ଏକକ, କିନ୍ତୁ 8 ଦ୍ୱାରା ହେଲେ ଶତକ ଦଶକ ଆଉ ଏକକ ଘରକୁ ନେଇ ଗଠିତ ସଂଖ୍ୟାଟି ଯଦି 8 ଦ୍ୱାରା ବିଭାଜ୍ୟ ହେଇଯିବ, ତେବେ ସେ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେଇଯିବ। ଆର କେମିତି ସୂତ୍ର ବାହାରିଛି ଦେଖ। ଏଠି ଆମେ 4 ଅଙ୍କ ବିଶିଷ୍ଟ ଗୋଟେ ସଂଖ୍ୟା ନେଇଛେ ABCD। ତାକୁ ଆମେ ବିସ୍ତାରିତ କରି ଲେଖିଲେ କ'ଣ ହେବ? ଇଏ 1000 ଘର ଅଛି, 1000 ବିଟା 100 ଘର ଅଛି, 100 ବି ପ୍ଲସ୍ ଇଏ 10 ଘରେ ଅଛି 10C ପ୍ଲସ୍ D। ଆକୁ ପିଲେ ଦେଖ 1000ଟାକୁ ମୁଁ ଲେଖିପାରିବି 8 × 125 ପ୍ଲସ୍ 100 ବି 10C ପ୍ଲସ୍ D। ଦେଖ ଏଇ ଯେହେତୁ ଏଇଟା କ'ଣ ହେଇଛି ନା 8 ଦ୍ୱାରା ଯେହେତୁ ଏଇଟା ବିଭାଜ୍ୟ ହେଇଯିବ କେଉଁଟା? ଫାଷ୍ଟ ପାର୍ଟଟା। ଆଉ ଯେଉଁ 3ଟା ପାର୍ଟ ରହିଲା, ଏଇ ଯେଉଁ 3ଟା ପାର୍ଟ ରହିଲା, ସେ 3ଟା କା ଦ୍ୱାରା ବିଭାଜ୍ୟ ହେବେ? ଯଦି 8 ଦ୍ୱାରା ବିଭାଜ୍ୟ ହେଇଗଲେ ତାହେଲେ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେବ। ସେଇଥିପାଇଁ କୁହାହେଇଛି ଶତକ ଘର, ଦଶକ ଘର ଆଉ ଏକକ ଘରକୁ ନେଇ ଗଠିତ ସଂଖ୍ୟାଟି ଯଦି 8 ଦ୍ୱାରା ବିଭାଜ୍ୟ ହେବ ତାହେଲେ ସେ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେବ। ସେଇଥିପାଇଁ ଏଇ ଏକ୍ଜାମ୍ପଲ୍ ନିଆହେଇଛି କ'ଣ? 7072। ଏଇଟା ଦେଖ ବର୍ତ୍ତମାନ ଆର ଇଏ ଶତକ ଦଶକ ଏକକ ଘରକୁ ନେଇକିରି ସଂଖ୍ୟାଟି ହେବ 7072 ବା 72। 72ଟି 8 କ ପଣିକିଆରେ ଅଛି ନା ନାହିଁ? 8 ନୂଆ 72। ତେଣୁ ଇଏ ଟୋଟାଲ୍ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ। ଏଇଟା କେମିତି ବିଭାଜ୍ୟ ହେଉଛି କି ନାହିଁ ପରୀକ୍ଷା କରିବା ପାଇଁ ନିଜେ ଏଇଠି 8ରେ ହରିକି ଦେଖ ତାକୁ। ପ୍ରଥମେ 7 0 ନେଇଗଲେ 70, 8 5 40, 8 48, 8 7 56, 8 8 64, 8 9 72। 8 ନୂଆ 72 ବଡ଼ ହେଇଯାଉଛି, 8 ନୂଆ 8 8 ଦିଆହେବ 64। 10ରୁ 4 ଗଲେ 6, 1 2 ପଡ଼ିଛି, ଏଠି 6ରୁ 6 0, 6 ଓହ୍ଲେଇଲା 7, 67 ହେଲା। 8 କ ପଣିକିଆରେ କେଉଁଠି? 8 ନୂଆ 62, 8 8 64, 8 8 64, 8 ନୂଆ 72 ବଡ଼ ହେଇଯିବ, 8 8 ଦିଆହେବ 64। 7ରୁ 4 ଗଲେ 3 ହେଲା, ଓହ୍ଲେଇଲା ପୁଣି କେତେ ଓହ୍ଲେଇବ? 2 ପିଲେ ଓହ୍ଲେଇବ। ତାହେଲେ 2 ଯଦି ଓହ୍ଲେଇଲା ତେଣୁ 8 କ ପଣିକିଆରେ 8 4 32। ବର୍ତ୍ତମାନ ଏଇଟା 8 ଦ୍ୱାରା ବିଭାଜ୍ୟ ହେଇଗଲା ନା ନାହିଁ? ତେଣୁକରି 772ର 8 ଦ୍ୱାରା ବିଭାଜ୍ୟ ହେଇଗଲା। ଆଚ୍ଛା ଏମିତି ବର୍ତ୍ତମାନ 13104। ତାହେଲେ ଆର ଶତକ ଦଶକ ଏକକ ଘରକୁ ନେଇ ଗଠିତ ସଂଖ୍ୟାଟି କେତେ ହେଉଛି? ନା 104। ଏଇଟା 8 ଦ୍ୱାରା ବିଭାଜ୍ୟ ନା ନାହିଁ? ଦେଖ
आठ के 8 8 दूनी 16 8 के 8 10 ରୁ 8 ହେଲେ 2 ଗଲେ ହେଲା 4 24 8 24 13 ଅଷ୍ଟା 104 ठीक अच्छे। तेणुक ये संख्याटा 8 द्वारा विभाज्य हम जमी हरदेव 8 रे देखीदेव पुणी यहाँ लास्टा यहाँ देखा 10,432 यहाँ हूँ ना ना आर लास्ट 3टा डिजिट नहीं जो 432 माने 432टा जदि 8 द्वारा विभाज्य ताल से संख्याटी 8 द्वारा विभाज्य हो 432टा ये देखीदे 8 रे 8 5 40 8 48 8 5 देदेवा 40 10 3 की 3 बोलेला 32 8 6 32 ठीक है 54 है बुझिपाल ना नहीं ठीक है। तुम्हें बर्तमान जान लो कौन 8 द्वारा विभाजित परीक्षा सूत्र जान लो। बर्तमान जीवा 10 9 द्वारा तो आम आगु डिस्कस कर देचे 10 द्वारा विभाज्य सूत्र ये 10 द्वारा विभाज्य सूत्र कौन देखा बर्तमान जो संख्यार एकक स्थान अंक कौन थी 0 थी 10 द्वारा विभाज्य हो केमी हूँ देख मनकर गोटे 3 अंक विशिष्ट संख्याटी नेले 100 ABC ताको विस्तारित करदे ये हम 100 10 B प्लस C आकु जदि तुम्हें माने कौन कर ना 10 द्वारा किए देख बर्तमान 10 कमन आनले 2टा टर्म रू सी के 10 इंटू 10A प्लस B हो तेणुक ये जो फास्ट 2टा टर्म ये जो फास्ट 2टा टर्म यहाँ बर्तमान कौन हो 10 द्वारा विभाज्य हो बाकी रहा किए यही अंकटी यही अंकटी जब 10 द्वारा विभाज्य हो टोटाल संख्याटी 10 द्वारा विभाज्य हो तेणु ये सी अंकटी 10 द्वारा विभाज्य होगापी हेले एक घर कौन रही दरकार केत हम संख्याटी 10 द्वारा विभाज्य ना जदि यही अंकटी 0 हो जाए तेणुक आम यहाँ जान तेणु एक स्थान अंकटी 0 होगा दरकार यथा उदाहरण नहीं गले 50 450 350 एगुड़ा सब 10 द्वारा विभाज्य कारण आगर एक घर अंकटी 0 अच्छी तेणु 10 द्वारा विभाज्य सूत्र जानीगले तुम मैंने सब बर्तमान 11 द्वारा विभाज्य सूत्र जाना 11 द्वारा विभाज्य सूत्र कौन कौच ना जो संख्यार जुग्म स्थानीय अंक मान समष्टि और अजुग्म स्थानीय अंक मान समष्टिर अंतरफल जदि 11 द्वारा विभाज्य हुए तेबे से संख्याटी 11 द्वारा विभाज्य हम चलो देखा यहाँ केमी सूत्रटी बाहरी आगे देख ना गोटे 4 अंक विशिष्ट संख्याटी नि ABCD नेले एवं ताको विस्तारित करी लिखिले होगा 1000 100 B आउ 10 C प्लस D बर्तमान ताको कौन करवा ना देख जोटा 1000 था मुझे टे ट्रिक रे लिखिली 1000 1 माइनस ए होगला प्लस 100 B टाक मुझे लिखिपर 99 B प्लस B आ गोटा 10 C को मुझे लिखिपर 11 C माइनस C प्लस D बर्तमान कौन करागला 11 जदि मु कमन नहीं आसिली ताले केते हो ना 91 युक्त 9B आउ प्लस C तापर ये जो गोटिका माइनस ए प्लस B माइनस C प्लस D आपको अलग गोटे लिखिदेले तब ये होगा B प्लस D माइनस A माइनस C बुझेगा बर्तमान देख ये भाव में आम सजाड़ दे पारे ताहले ये आम कौन जानले कौन ये सूत्रटी पाइले कौन जुग्म स्थानीय अंक मान समष्टि आ अजुग्म स्थानीय अंक मान समष्टिर अंतरफल जदि 11 द्वारा विभाज्य हो जाए ताहले से संख्याटी का द्वारा विभाज्य हो 11 द्वारा विभाज्य हो यही पार्ट तो 11 द्वारा विभाज्य यही पार्टा 11 द्वारा विभाज्य हेले ये देखा बर्तमान 5027 अच्छे
ସଂଖ୍ୟାଟି ଅଛି 5027। ତାହେଲେ ଦେଖ ପିଲେ ଆର ଯୁଗ୍ମ ସ୍ଥାନୀୟ ଅଙ୍କମାନଙ୍କର ସମଷ୍ଟି ନେଲେ ସିଏ ସମାନ ହେଇଗଲା କେତେ 5 + 2 କେତେ ହେଲା 7। ଅଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି ନେଲେ କେତେ ହେଲା 0 + 7 0 + 7 ଏକକ ଦଶକ ଶତକ ହେଇଗଲା କେତେ 7। ଆର ଅନ୍ତରଫଳ କେତେ 0 ଯେଉଁଟାକି 11 ଦ୍ୱାରା ବିଭାଜ୍ୟ। ତେଣୁ ଏ ସଂଖ୍ୟାଟି 11 ଦ୍ୱାରା ବିଭାଜ୍ୟ ହେଇଯିବ। ଦେଖ 11 ଦ୍ୱାରା ବିଭାଜ୍ୟ ହେଉଛି ନା ନାହିଁ 5 2 0 2 7। 11 ପଣିକିଆରେ ଦେଲେ 11 5 55 ବଡ଼ ହେଇଯିବ। 11 4 44 ଦେବାକୁ ପଡ଼ିବ। 10ରୁ 4 ଗଲେ 6 10 ପଳେଇ 4 4 0 ଓହ୍ଲେଇଲା 2 62। 11 16 66 6 ଦେବାନି 5 ଦେବା 11 5 55 ଓହ୍ଲେଇ 12ରୁ 5 ଗଲେ 7 12ରୁ 5 ଗଲେ 7 10 ପଳେଇଛି 5 5 0 ଓହ୍ଲେଇଲା 7 77 ହେଲା 11 7 77 ହେଲା। ବର୍ତ୍ତମାନ 11 ଦ୍ୱାରା ଏଇଟା ବିଭାଜ୍ୟ ହେଇଗଲା ନା ନାହିଁ ବୁଝିପାରିଲ ତ। ବର୍ତ୍ତମାନ ଯିବା ଏଇ ବଡ଼ ସଂଖ୍ୟାଟି କତିକି ଯିବା। ସେ ସଂଖ୍ୟାଟି ଅଛି କେତେ 3 5 8 3 5 8। ଦେଖ ବିଲେ ୟାକୁ କେଉଁ ସଂଖ୍ୟାଟି ଯୁଗ୍ମ ସ୍ଥାନୀୟ ଅଙ୍କମାନଙ୍କର ସମଷ୍ଟି ଆଗେ ନେଇଯିବା 3 8 3 8 5 କେତେ ହେଇଗଲା 5 3 16 ହେଇଗଲା। ଅଯୁଗ୍ମ ସ୍ଥାନୀୟ ଅଙ୍କମାନଙ୍କର ସମଷ୍ଟି 5 3 8 8 16 3 8 16 ଅନ୍ତରଫଳ କେତେ ରହିଲା 0। ଯେହେତୁ ଅନ୍ତରଫଳ 0 ତେଣୁ 11 ଦ୍ୱାରା ଏଇଟା ବିଭାଜ୍ୟ ବୁଝିହେଲା ନା ନାହିଁ। ବର୍ତ୍ତମାନ ଦେଖିବା ପରେ ଲାଷ୍ଟ ସଂଖ୍ୟାଟି 7 4 2 7 4 2 7 2। ଆଚ୍ଛା ବର୍ତ୍ତମାନ ଦେଖ ଏହାର ଅଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି ହେଇଗଲା କେତେ 4 2 6 7 2 9 2 11 7 ଯୁକ୍ତ 2 ଯୁକ୍ତ 2 ମାନେ କେତେ ହେଇଗଲା 7 2 9 2 11। ଆଉ ଯୁଗ୍ମ ସ୍ଥାନୀୟ ଅଙ୍କମାନଙ୍କର ସମଷ୍ଟି ହେଇଗଲା କେତେ 4 7 4 ଯୁକ୍ତ 7 4 11 ଅନ୍ତରଫଳ 0। ତେଣୁକରି ଏ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ ହେଇଗଲା 11 ଦ୍ୱାରା ବିଭାଜ୍ୟ ହେଇଗଲା। ତେଣୁ ଇଏ ଥିଲା ତୁମମାନଙ୍କର ବିଭାଜ୍ୟତାର ସୂତ୍ର। ତେଣୁ ଆକୁ ଭଲ ଭାବରେ ଲକ୍ଷ୍ୟ କରିବ। ଭିଡ଼ିଓଟି ଦେଖିଥିବାରୁ ତୁମମାନଙ୍କୁ ଧନ୍ୟବାଦ।